प्रणाम पिता। କିଏ ये कौन पिता? ବାବା अरे काहे ये कौन कहो पिता? आपण हिचंती राजा ରାଜା काहे आपण मन को दुख करछंती पिता? କିନ୍ତୁ ପୁତ୍ର ରାମଚନ୍ଦ୍ର प्रणाम माता। ମୁଁ ହେଉଛି ସୂର୍ଯ୍ୟବଂଶ ତିଳକ ରାଜା ଦଶରଥ। ଆରେ ପୁତ୍ର ରାମ ମୋହରି ବଂଶର ଦାୟାଦ ମାନେ ସବୁଦିନ ସତ୍ୟ ରକ୍ଷା କରି ଆସିଛନ୍ତି। ଆରେ ବାବା ରାମ ଆଜି ମନେ ପଡୁଛି ମୋର ସୂର୍ଯ୍ୟବଂଶରେ ଯେତେବେଳେ ଜନ୍ମ ହୋଇଥିଲେ ରାଜା ହରିଶ୍ଚନ୍ଦ୍ର ଏପରି ସମୟ ଆସିଥିଲା ରାଜା ହରିଶ୍ଚନ୍ଦ୍ର ନିଜ ଚାଣ୍ଡାଳ ପାଦରେ ବିଗ୍ରହ ହୋଇ ନିଜର ପୁତ୍ର ଆଉ ସ୍ନେହର ତାଙ୍କୁ ମଧ୍ୟ ବାବା କହୁଛନ୍ତି ପିତା? ହଁ ବାବା କହୁଛି ବାପା ଶୁଣ ଧୀରେ ସ୍ୱର୍ଗପୁରକୁ ଯାଇଥିଲେ ଦେବାସୁର ସଂଗ୍ରାମ କରିବା। ସେଇଠାରେ ଯୁଦ୍ଧରେ ମୁଁ ଜୟ କରି ଯେତେବେଳେ ଫେରି ଆସୁଥାଏ ଠିକ୍ ସେହି ସମୟରେ ଆରେ ରାମଚନ୍ଦ୍ର ରଥର ଚକ ଅଖରୁ ଗଳି ଯାଉଥିଲା। ଏଇ ତୋର ମା କହି ଏଇ ଅଙ୍ଗୁଠିରେ ସେଇ ଚକକୁ ରଖି ଯେତେବେଳେ ଫେରି ଆସିଥିଲେ ଅଯୋଧ୍ୟା ରାଜ୍ୟକୁ ମୁଁ କହିଥିଲି ମୁଁ ଆନନ୍ଦ ହୋଇ କହିଥିଲେ ତମେ ଆଜି ସବୁ ଉପକାର କରିଛ ଏଇ ରାଜା ଦଶରଥ ସାକ୍ଷୀ ବୋଲି ପିତା। ସେଇଥିପାଇଁ ମୁଁ ଯାଚିଥିଲି ମୋର କେହି କହିଥିଲେ ରାଜା ଦଶରଥ ଆସିବ ସମୟ ଯେଉଁଦିନ ସମୟ ଆସିବ ସେଇଦିନ ମୁଁ ଏଇ ବର ମାଗିନେବି। ତାପରେ ଆଉ ଗୋଟିଏ କଥା ରାମଚନ୍ଦ୍ର ଏଇ ବାବା ଦଶରଥ ବାହାରିଥିଲା ବର କେତେ ଔଷଧି ଲଗାଇବାରୁ ନହେଲା ସଫଳ। ତାପରେ ମା କହି ମୁଖରେ ଶୋଷଣ କରି କହିଲେ ଆରୋଗ୍ୟ। ସେଇଦିନ ମୁଁ ଆହୁରି ଆନନ୍ଦ ହୋଇ କହିଲି ରାଣୀ କହି ଗୋଟିଏ ବର ଦେଇଥିଲେ ଦେବାସୁର ସଂଗ୍ରାମରେ। ଆଉ ତମର ଏଇ ଆଜି ତୁମ ବରକୁ ଆନନ୍ଦିତ ମାଗ କହିକି ଆଉ ଗୋଟିଏ ବର ମୁଁ ଦେବାକୁ ପ୍ରସ୍ତୁତ ଅଛି। ପିତା ତୁମରି ମା କହି କହିବେ ହେ ରାଜା ଦଶରଥ ଆସିବ ସମୟ ଦୁଇ ଘର ଏକାଥରେ ଖେଳିଯିବି ବହି। କିନ୍ତୁ ଆଜି ଭାଗ୍ୟର ବିଡ଼ମ୍ବନା ରାମ ଆଜି ସଂକ୍ରମଣ ତାହେଲେ ପିତା କଣ ହୋଇଛି ରାମ ଭାବିଥିଲି ବୋଲେ କିଛି କରୁଥିଲ ଏଇ ବୃଦ୍ଧ ଦଶରଥ ବାବା କଷ୍ଟ ନ କରିଥିଲି ରାତି ପାଇଲେ ମୁଁ ତୁମକୁ ନେଇ ଏଇ ଅଯୋଧ୍ୟାର ରାଜ ସିଂହାସନରେ ଅଭିଷିକ୍ତ କରିବି। ରାମ କିନ୍ତୁ କଣ ପିତା ଭାଗ୍ୟର ବିଡ଼ମ୍ବନା ଠିକ୍ ଏହି ସମୟରେ ତୋରି ମାତା କହି ଗୃହରେ ଅଭିମାନ କରି ବସିଥିଲେ। ଯାଇ କହିଲେ ଆରେ କହିଲେ କାହିଁକି ତମେ ଅଭିମାନ କରିଛ? ଆଜି ହେଉଛି ଆମର ଆନନ୍ଦର ଦିନ। ତମେ ଅଭିମାନ କର ନା କହିଲେ ରାଜା ଦଶରଥ ମୁଁ 10 ଦିନକୁ ମୁଁ ରଥ ବାହିପାରେ। ମୋ ସମକକ୍ଷ ଯୋଦ୍ଧା ନାହିଁ ତ୍ରିଭୁବନେ। ତମେ ଯଦି ଚାହ ସ୍ୱର୍ଗର ସୁଷମ ତାହା ମଧ୍ୟ ଆଣିଦେବି ତୁମରି ପାଖକୁ। ଚାହ ଯଦି ରାଜ୍ୟ ରାଜ ସିଂହାସନ
ତାହା ମଧ୍ୟ ଦେବାକୁ ପ୍ରସ୍ତୁତ ଅଛି ଯେହେତୁ ତୁମେ ତୁମେ ଯେଉଁ କାମ କରିଦେଇଛ କେବେ ହେଲେ ରାଜା ଦଶରଥ ଭୁଲି ପାରିବ ନାହିଁ ତାପରେ ବାବା ରାମ